ମୁଁ ଆମ ପରିବାରର ଗୋଟିଏ ବୋଲି ପୁଅ। ବୋଉର ବୟସ 48 ବର୍ଷ, ବାପାଙ୍କର ବୟସ 53 ବର୍ଷ, ଆଉ ମୋର ବୟସ 24 ବର୍ଷ। ବୋଉ ପ୍ରତି ମୋର କାମ ଲାଳସା ସେବେଠୁ ଆରମ୍ଭ ହେଲା, ଯେବେ ସେ ବାରି ପଛପଟେ ଲୁଗା ଟେକି ପରିସ୍ରା କରୁଥିଲା। ମୁଁ ଝରକା ବାଟେ ତାର ପଛ ଭାଗକୁ ଦେଖିଲି। ବୋଉର ପୁରା ଥଲଥଲିଆ ବଡ଼ ପଛ ଭାଗ ପୁରା ଗୋରା ତକ୍ ତକ୍ ଦେଖି ମୁଁ ସବୁ ନୀତି ଆଦର୍ଶକୁ ପଛରେ ପକାଇଦେଲି। ସେଦିନଠୁ ମୋର କାମ ଲାଳସା ବଢ଼ିବାକୁ ଲାଗିଲା। ବୋଉ ଗାଧୋଇବା ଆଉ ଘରେ ଥିବାବେଳେ ମୁଁ ତାକୁ ଲୋଭିଲା ଆଖିରେ ଚାହୁଁଥିଲି। ହେଲେ ସତକୁ ସତ ବୋଉ ସହ କେମିତି ଯୌନ ସମ୍ପର୍କ ରଖିବି, ମୁଁ ସେ କଥା ଖାଲି ସବୁବେଳେ ଭାବୁଥିଲି। ଦିନେ ମୋତେ ଜ୍ୱର ହେଲା। ବୋଉ ବାପାଙ୍କ ପାଖରେ ନ ଶୋଇ ମୋ ପାଖରେ ଶୋଇଲା ମୋ ଦେହର ଯତ୍ନ ନେବା ପାଇଁ। ସେଦିନ ସେ ଭିତରେ କିଛି ପିନ୍ଧିନଥିଲା। ମୋତେ ବଟିକା ଖୁଆଇ ସାରିବା ପରେ ମୋ ମୁଣ୍ଡରେ ନଇଁକି ପାଣି ପଟି ଯେତେବେଳେ ପକାଇଲା, ବୋଉର ବାଇଗଣ ପଲେଇ ଗୋରା ଛାତି କପଡ଼ା ଭିତରୁ ବାହାରି ଆସିଲା। ମୋ ମୁହଁ ପାଖରେ ବୋଉର ଛାତିର ସେ ଗୋଲ ଗୋଲ ଦୁଇଟି ଜିନିଷ ଥିବାରୁ ମୁଁ ସବୁ ଭୁଲିଗଲି। ମୁହଁ ଉଠେଇ ବୋଉର ପାଟିରେ ପୂରେଇ ଖାଇବା ଆରମ୍ଭ କଲି। ଖାଇବା ଆରମ୍ଭ କରି ମୋର ବାଡ଼ି ପୁରା ଠିଆ ହୋଇଗଲା। ହଠାତ୍ ବୋଉ ମୋତେ ଗୋଟେ ଶକ୍ତ ଚାପୁଡ଼ା ମାରିଲା। କହିଲା, ତୁ ଏତେ ଛତରା ବୋଉ ସହ ପାପ କାମ କରିବାକୁ ଚାହୁଁଛୁ। ମୋତେ ସେଦିନ ବହୁତ ଖରାପ ଲାଗିଲା। ମୁଁ ସଙ୍ଗେ ସଙ୍ଗେ ଉଠି ଯେତିକ ଜୋର ବଟିକା ଥିଲା ଖାଇବାକୁ ବାହାରିଲି। ବୋଉ ମୋ ହାତକୁ ଧରିଲା, କହିଲା, କ'ଣ କରୁଛୁ? ମୁଁ କହିଲି, ଏ ବଟିକା ସବୁ ଖାଇ ମରିବାକୁ ମୁଁ ଚାହୁଁଛି। ବୋଉ କହିଲା, ହେ ଭଗବାନ, ସତରେ କ'ଣ ତୁ ତ ବୋଉ ସହ ଖରାପ ସମ୍ପର୍କ ରଖିବାକୁ ଚାହୁଁଛୁ? ପାପ ହେବ ଜାଣିଥା। ମୁଁ କହିଲି, କିଛି ପାପ ହେବନି ବୋଉ, ଦୁନିଆରେ ଏମିତି ମା ପୁଅ ବହୁତ ହେଉଛନ୍ତି, କେହି କହିପାରିବେନି ଲୋ ବୋଉ, ଭାରି ସୁଖ ଲାଗିବ। ମୋ କଥା ଶୁଣି ବୋଉ ବହୁତ ଜୋରରେ କାନ୍ଦିବାକୁ ଲାଗିଲା। ତାପରେ କହିଲା, ହଉ, ତୁ ଯଦି ବୋଉକୁ ନକରି ବଞ୍ଚିପାରୁନୁ, ନେ ସୁଖ କର, କହିକି ତା ଛାତିରୁ କପଡ଼ାକୁ ଖସେଇ ଦେଲା। ବୋଉର ପୁରା ଫୁଲୁକା ଫୁଲୁକା ଛାତି ଓହଳିକି ଉପରକୁ ଟେକି ହୋଇ କ'ଣ ଲାଗୁଛି। ମୁଁ ଆଁ କରି ବୋଉକୁ ମାଡ଼ି ବସି ତାର ଛାତିକୁ ଗୋଟା ଗୋଟା ପାଟିରେ ପୂରେଇ ଖାଇବା ଆରମ୍ଭ କଲି। ବୋଉ ଲାଜରେ ତା ଆଖି ବନ୍ଦ କରିଦେଲା। ତାପରେ ମୁଁ ବୋଉର ତଳ ଗଣ୍ଠିକୁ ଫିଟଉଛି। ବୋଉ ମୋ ହାତକୁ ଧରିଲା। ମୋ ଧନଟା ପରା, ମୁଁ ଭିତରେ କିଛି ପିନ୍ଧିନି, ମୋତେ ଭାରି ଲାଜ ଲାଗୁଛି, ଟେକି ଦେଇ ତୋର କାମ ଲାଳସା ପୂରଣ କର। ମୁଁ କହିଲି, ନା ଲୋ ବୋଉ, ମୁଁ ତୋତେ ପୁରା କପଡ଼ା ଖୋଲିକି ତୋତେ ବିରତି କରିବି। ଗୋଟେ ଝିଙ୍କାରେ ବୋଉର ଗଣ୍ଠି ଭିଟି ତଳେ ପଡ଼ିଗଲା। କ'ଣ ଲାଗୁଥିଲା? ବୋଉ ନୁହଁ ତ ପୁରା ରତି ଦେବି। ତଳିପଟ ଟିକେ ଫୁଲିକି ଥଲଥଲିଆ ହୋଇଛି। ନାଭି ବଡ଼ ଗାତ, ଆଉ ତା ଗାତରେ ବାଳ ଭର୍ତ୍ତି, ମୋଟେ ଚିକଣ ଜଙ୍ଘ ଆଉ ବଡ଼ା ଗୋରା ଥଲଥଲିଆ ପଛ ଭାଗ ଦେଖିକି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି। ତାପରେ ମୁଁ ମୋର ଖୋଲିକି ତା ନାହିର ତଳିପେଟକୁ ମୁହଁ ଘଷି ଚାଟିବାକୁ ଲାଗିଲି। ବୋଉ କହିଲା, ତୁ ଜଲ୍ଦି କାମ ସାର, ବାପା ତୋର ସେ ଘରେ ଅଛନ୍ତି। ତାପରେ ମୁଁ ଆଉ ଡେରି ନକରି ଖଟ ଧାରରେ ବୋଉକୁ ଶୁଆଇ ଦେଇ ତଳେ ଠିଆ ହୋଇ ବୋଉର ଗାତରେ ମୋର ବାଡ଼ିକୁ ସଂଯୋଗ କଲି। ହେଲେ ମୁଁ ନୂଆ ନୂଆ କରୁଥିବାରୁ ତାର ଗାତ ମୁଁ ଜାଣିପାରିଲି ନାହିଁ। ମୋର ବାଡ଼ି ଖାଲି ଏପଟ ସେପଟ ହେଉଥିଲା। ବୋଉ କହିଲା, ହଇରେ, ବୋଉକୁ ପ୍ରେମ କରିବାରେ ମନ କରିଛୁ, ତୋର ନୁନି ଟାଣ କଲୁଣୁ, କିନ୍ତୁ ବୋଉର ପ୍ରେମଘାତ ପାଉନୁ, କହିକି ସେ ଫେଁ ଫେଁ ହୋଇକି ହସିବାକୁ ଲାଗିଲା। ତା କଥା ଶୁଣି ମୁଁ ବି ଟିକେ ହସିଦେଲି। ଆଉ ମୁଁ ତା ଗାତରୁ ବାଳ ଆଡ଼େଇ ଆଡ଼େଇ ଦେଖିକି ମୁଚକି ହସି କହିଲି। ତାପରେ ମୋ କଥା ଶୁଣି ବୋଉ କହିଲା, ଏଇ ଦେଖ, ମୁଁ ଏଇ ଗାତରେ ତୋତେ ଜନ୍ମ ଦେଇଥିଲି, ହେଲେ ତୁ ଛତରା ଟୋକା ସବୁ ନୀତି ନିୟମକୁ ଭୁଲି ବୋଉର ଗାତକୁ ରସିବାକୁ ବାହାରିଲୁଣି। ମୋତେ ବି ଯାହା ସରମ ନାହିଁ, ହେଲେ ଦେଖ, ଏସବୁ ବହୁତ ପାପ କାମ। କାହାରି ଆଗରେ ଆମ ସମ୍ପର୍କ ବିଷୟରେ ତୁ କେବେ ବି କେଉଁ ମୁହୂର୍ତ୍ତରେ ବି କହିବୁନି, ଏମିତିକି ତୋ ବାପା କି ସାଙ୍ଗମାନଙ୍କ ପାଖରେ ବି କହିବୁନି। ମୁଁ କହିଲି, ନାହିଁ ଲୋ ବୋଉ, କାହା ପାଖରେ କହିବିନି, ନିର୍ଜନ ରାତିରେ ତୋତେ ରସିବି। ତାପରେ ମୁଁ ବୋଉର ଗୋଡ଼କୁ କାନ୍ଧରେ ପକାଇ ପୁଣି ତା ଗାତରେ ମୋର ବାଡ଼ିକୁ ଲଗେଇ ପୁରା ଭିତରକୁ ପୂରାଇ ଦେଲି। ପଚ କିନା ବୋଉର ଫୁଲି ଯାଇଥିବା ଗାତରେ ମୋର ବାଡ଼ି ପଶିଗଲା। ବୋଉ ଚିଲେଇ ଉଠିଲା। ତାପରେ ମୁଁ ବୋଉର ଗୋରା ତକ ଓସାରିଆ ଛାତିକୁ ଆଉଁସି ଜୋର ଜୋର ଠେସ ମାରିଲି। ବୋଉ କହିଲା, ହଇରେ, ଏତେ ଆକୁଳିଆ କାହିଁକି ହେଉଛୁ?
ଧୀରେ ଧୀରେ କରୁନୁ, ତୋର ପାଣି ବୋହିଯିବ ଯେ, ଆଉ ଗାଡ଼ିରେ ତେଲ ଥିବ ଯେ ଜମିକୁ ହଳ କରିବୁ। ମୁଁ କହିଲି, ନାହିଁ ଲୋ ବୋଉ, ବୋଉକୁ ମୋର ନୂଆ ଲଙ୍ଗଳ ତୋ ଜମିକୁ ପୁରା ପାଗେଇ ଦେବି। ତାପରେ ବୋଉ ମୋ କଥା ଶୁଣିକି ହସିବାକୁ ଲାଗିଲା ଆଉ କହିଲା, ମୋ ଜମିରେ ପାଣି ଝରି କାଦୁଅ ହେଲାଣି, କେମିତି ତ ଲଙ୍ଗଳ ଉଠେଇବୁ ମୁଁ ଦେଖିବି ହେଲା। ସେହି ସମୟରେ ବୋଉର ଗାତରୁ ପଚ ପଚ ହୋଇ ନାଳ ଗଡ଼ି ମୋର ପ୍ରତିଟି ଧକ୍କାରେ ବୋଉର ଗାତରୁ ପଚର ପଚର ଶବ୍ଦ ଶୁଭିଲା ଆଉ ବୋଉର ଛାତି ଲହରୀ ଭଳି ଢେଉ ଖେଳିଲା। ମୁଁ ପାଗଳ ଭଳି ବୋଉର ଓସାରିଆ ଛାତିକୁ ଚାଟି ଚୁଚୁମି ତା ଜମିକୁ ହଳ କରି ଚାଲିଥାଏ। ଠିକ୍ ସେହି ସମୟରେ ବୋଉ କହିଲା, ଲାଗୁଛି ତୁ ନୂଆ ଡ୍ରାଇଭର, ଖାଲି ଆଗୁଆ ଗାଡ଼ି ଚଲେଇ ହଳ କରୁଛୁ, ପଛୁଆ ତୁ କରୁନୁ, ବିହନ ବୁଣିଲେ ଗଜା ହେବ। ତାପରେ ମୁଁ କହିଲି, ନୂଆ ଡ୍ରାଇଭର ମୋତେ ହଳ କରିବା ଶିଖାଲ ବୋଉ, ମୁଁ ନୂଆ ଡ୍ରାଇଭର, ମୋତେ ଆଜି ତୁ ହଳ କରିବା ଶିଖେଇ ଦେ। ବୋଉ ତାପରେ କହିଲା, ହଉ ଆ, କହିକି ଖଟ ଧାରକୁ କରି ତାର ପଛ ଭାଗକୁ ଫୁଲେଇକି ନଈ ଠିଆ ହୋଇ ତାର ଗାତ ଦେଖେଇ କହିଲା, ଆରେ ମୋ ନୂଆ ଡ୍ରାଇଭର, ଗାଡ଼ିରେ ପକା ଗିଅର, ପଛରୁ ପଛରୁ ମୋ ଜମିକୁ ହଳ କର। ତାପରେ ମୁଁ ବୋଉର ଜମିରେ ହଳ କରିବାକୁ ଲାଗିଲି ଆଉ ପାଖାପାଖି 15ରୁ 20 ମିନିଟ୍ ବୋଉର ଗାତରେ ହଳ କରିବା ପରେ ମୋର ପାଣି ଭସ୍ ଭସ୍ ହୋଇକି ବୋଉର ଗାତ ଭିତରେ ବୋହିଗଲା। ବୋଉ ମଧ୍ୟ ଟିକେ ଶାନ୍ତ ପଡ଼ିଗଲା। ତାପରେ ଆମେ ଦୁଇଜଣ କିଛି ସମୟ ବିଶ୍ରାମ କଲୁ, ପାଖାପାଖି 5ରୁ 10 ମିନିଟ୍। ଆଉ ତାପରେ ବୋଉ ତଳେ ବସି ପଡ଼ି ମୋର ବାଡ଼ିକୁ ନେଇ ତା ପାଟିରେ ପୁରେଇଲା, ପାଟିରେ ପୁରେଇ ପୁରା ଲାଳୁଆ କରିଦେଲା ଆଉ ମୋର ବାଡ଼ି ଯାହାକି ଶୋଇ ପଡ଼ିଥିଲା ସେ ବୋଉର ପାଟି ସ୍ପର୍ଶରେ ଆଉ ଲାଳ ସ୍ପର୍ଶରେ ପୁଣି ଠିଆ ହୋଇ ପୁରା କଠିନ ହୋଇ ପୁରା ଗରମ ହୋଇଗଲା। ଏଥର ମୁଁ କହିଲି, ବୋଉ, ମୋତେ ଏବେ ଟିକେ ତୋ ପଛରେ କରିବାକୁ ଦେ। ତାପରେ ବୋଉ ମୋ କଥା ଶୁଣି କହିଲା, ଠିକ୍ ଅଛି, ମୁଁ କେବେ ପଛରେ ନେଇନି, କିନ୍ତୁ ତୁ ଯଦି କହୁଛୁ ତାହେଲେ ମୁଁ ନେଉଛି। ତାପରେ ବୋଉ ପଛ କରି ନଈ ରହିଲା, ଘୋଡ଼ି ଭଳି ହେଲା। ମୁଁ ମୋର ବାଡ଼ିକୁ ନେଇ ତା ଭିତରେ ପୁରେଇଲି, କିନ୍ତୁ ତା ପଥରେ ମୋର ବାଡ଼ି ଜମାରୁ ପଶିଲାନି। ତାପରେ ମୋ ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଲା। ମୁଁ ନଈ ପଡ଼ି ବୋଉର ପଛ କଣାକୁ ଜିଭ ବୁଲେଇ ବୁଲେଇ ଚାଟିଲି, ଚାଟି ଚାଟି ପୁରା ଲାଳୁଆ କରିଲି। ଏପଟେ ଚାଟୁଥାଏ ଆଉ ଦୁଇଟା ଆଙ୍ଗୁଠିକୁ ନେଇ ବୋଉର ପଛ କଣାରେ ପୁରାଉଥାଏ। କିଛି ସମୟ ଏମିତି ଆଙ୍ଗୁଳିକୁ ଭିତର ବାହାର କରିବା ପରେ ବୋଉର ପଛ ଭାଗ ପୁରା ଲାଳୁଆ ହୋଇଗଲା। ଏଥର ମୁଁ ଠିକ୍ ମନେ କଲି, ଏଇଟା ହେଉଛି ବାଡ଼ି ପୁରେଇବାର ସଠିକ୍ ସମୟ। ତାପରେ ମୁଁ ମୋର ବାଡ଼ିକୁ ନେଇ ବୋଉର ପଛ କଣାରେ ଭର୍ତ୍ତି କଲି। ଏକାଥରକେ ମୋର ପୁରା ବାଡ଼ି ବୋଉର ପଛ ଗାତରେ ପଶିଗଲା ଆଉ ବୋଉ ପୁରା ଚିହିକି ଉଠିଲା। କିନ୍ତୁ ମୁଁ ବୋଉର ପାଟିରେ ହାତ ଦେଇ ତାକୁ ମନ ଇଚ୍ଛା ନିର୍ଦ୍ଧୁମ କରି ଚାଲିଲି। ବୋଉ ଖାଲି ଚିଲେଇ ଉଠୁଥାଏ, କିନ୍ତୁ ମୋର ସେଥିପ୍ରତି ନିଘା ନଥାଏ। ମୁଁ କରି ଚାଲିଲି। ପାଖାପାଖି 25ରୁ 30 ମିନିଟ୍ କଲା ପରେ ମୋତେ ଲାଗିଲା ମୋର ପାଣି ବାହାରିବ। ତାପରେ ମୁଁ ବୋଉ ପାଖକୁ ଯାଇ ବୋଉକୁ ତଳେ ବସେଇଦେଲି ଆଉ ମୁଁ ମୋର ବାଡ଼ିକୁ ନେଇ ବୋଉର ପାଟିରେ ପୁରେଇଦେଲି ଆଉ ହଲେଇ ହଲେଇ ସବୁ ପାଣିକୁ ବୋଉ ନିଜେ ତା ପାଟି ଭିତରେ ପିଇକି ଢୋକି ପକେଇଲା। ତାପରେ ଆମେ କିଛି ସମୟ ବିଶ୍ରାମ କଲୁ। ତାପରେ ଧୁଆଧୁଇ ହୋଇକି ଆମେ ପୁଣି ଶୋଇପଡ଼ିଲୁ। ତ ଦର୍ଶକ ବନ୍ଧୁ, ଏଇ ଥିଲା ଛୋଟ କାହାଣୀଟି କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଆଉ କେଉଁଭଳି କାହାଣୀ ଶୁଣିବାକୁ ଚାହୁଁଛନ୍ତି ତାହା ବି କମେଣ୍ଟ କରନ୍ତୁ। ଦର୍ଶକ ବନ୍ଧୁ, ଗୋଟେ ଜରୁରୀ କଥା, ଏହି କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। କାହାଣୀଟି କେବଳ ମନୋରଞ୍ଜନ ପାଇଁ ତିଆରି କରାଯାଇଛି। ଆଜି ପାଇଁ ଏତିକି, କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇନାହାନ୍ତି ତାହେଲେ ଆମ ଡେସ୍କ୍ରିପସନରେ ଲିଙ୍କ ଅଛି ଆଉ କମେଣ୍ଟ ବକ୍ସରେ ପିନ୍ କରାହେଇଛି। ଜଲ୍ଦି ଯାଇକି ଆମ ଟେଲିଗ୍ରାମ ଚ୍ୟାନେଲ ଓଡ଼ିଆ ଷ୍ଟୋରି ଅଙ୍କିତରେ ଜଲ୍ଦି ଯାଇକି ଜଏନ୍ ହୁଅନ୍ତୁ। ଆଜି ପାଇଁ ଏତିକି, ରହୁଛି। ଜଲ୍ଦି ଯାଇକି ଟେଲିଗ୍ରାମରେ ଜଏନ୍ ହୁଅନ୍ତୁ। ଲିଙ୍କ ଡେସ୍କ୍ରିପସନ୍ ଆଉ କମେଣ୍ଟ ବକ୍ସ ପିନ୍ ବକ୍ସରେ ଅଛି। ରହୁଛି, ଧନ୍ୟବାଦ।